ବିଜୁ ଜନତା ଦଳ ଆଜି ଦିନରେ ପୁରୀରେ କ'ଣ ଘଟୁଛି, ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ କେମିତି ଚାଲିଛି ସେ ସବୁ ବିଷୟ କଥା ଜାଣିପାରୁନି। କାରଣ ମାନ୍ୟବର କୋର୍ଟ କହିଲା ପରେ ମଧ୍ୟ ଯେ ରତ୍ନ ଭଣ୍ଡାର ଖୋଲ, ରତ୍ନ ଭଣ୍ଡାର ଭିତରେ ପାଣି ଗଳୁଛି, ତାର ମରାମତି ହେବାର ଆବଶ୍ୟକତା ଅଛି। ତାପରେ ମଧ୍ୟ ବର୍ଷ ବର୍ଷ ଧରିକି ତାକୁ ଅବହେଳା କରିଥିଲା, ରତ୍ନ ଭଣ୍ଡାର ଖୋଲି ନଥିଲା। ଚାବି ହଜିଗଲା ବୋଲି କହିଲା ଏବଂ ପରେ କହିଲା ଡୁପ୍ଲିକେଟ୍ ଚାବି ଆମ ପାଖରେ ଅଛି, ସେଟାରେ ଖୋଲିବ। କିନ୍ତୁ ଆମେ ମଧ୍ୟ ଦେଖିଲୁ ସରକାର ଆସିଲା ପରେ ଯାହାକୁ ଡୁପ୍ଲିକେଟ୍ ଚାବିରେ ଖୋଲିବ କହୁଥିଲା ସେ ଚାବି ମଧ୍ୟ ଖୋଲିଲା ନାହିଁ। କିନ୍ତୁ ତାପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାବାସୀଙ୍କ ସାମ୍ନାରେ କଥା ଦେଇଥିଲା ଯେ ଆମେ ରତ୍ନ ଭଣ୍ଡାର ଖୋଲିବୁ। ରତ୍ନ ଭଣ୍ଡାର ଖୋଲା ହେଇଛି, ରତ୍ନ ଭଣ୍ଡାରର ମରାମତି ମଧ୍ୟ ଚାଲୁଛି। ଯଦି ବିଜୁ ଜନତା ଦଳ ସରକାର ଥାନ୍ତା ତାହେଲେ ରତ୍ନ ଭଣ୍ଡାର ଖୋଲା ହେଇନଥାନ୍ତା। ପାଣି ଗଳୁଥିଲା, ରତ୍ନ ଭଣ୍ଡାର ଭୁଷୁଡ଼ିଆ ଅବସ୍ଥା ଆସିଥାନ୍ତା। ଭାରତୀୟ ଜନତା ପାର୍ଟିର ସରକାର ଥିବା କାରଣରୁ, ଜଗନ୍ନାଥଙ୍କ ପ୍ରତି ସମର୍ପିତ ଥିବା ସରକାର କାରଣରୁ ଆଜି ରତ୍ନ ଭଣ୍ଡାର ଖୋଲିଛି, ମରାମତି ହେଉଛି ଏବଂ ରତ୍ନ ଭଣ୍ଡାରକୁ ସୁରକ୍ଷିତ କେମିତି ରଖାଯିବ ସେ ଦୃଷ୍ଟିରୁ ସମସ୍ତ ପ୍ରକାର କାର୍ଯ୍ୟ ଆଜି ଭାରତୀୟ ଜନତା ପାର୍ଟିର ସରକାର କରୁଛନ୍ତି।